ଆପଣମାନେ ଯଦି ମହାଦେବଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି ଏବଂ ମହାଦେବଙ୍କର ସଚ୍ଚା ଭକ୍ତ ଅଟନ୍ତି, ତେବେ ଏହି ଭିଡ଼ିଓଟିକୁ ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବନ୍ଧୁଗଣ, ଆପଣମାନେ ତ ମହାଶିବରାତ୍ରି ଦିନ ବା ଜାଗର ଦିନ ମହାଦେବଙ୍କୁ ଦୀପ ସମର୍ପଣ ନିଶ୍ଚିନ୍ତ ଭାବରେ କରୁଥିବେ। କିନ୍ତୁ କ'ଣ ଆପଣ ଜାଣିଛନ୍ତି, ଜାଗର ଦିନ 5ଟି ଦୀପ ଏମିତି ଜାଗାରେ ଲଗାଇବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ, ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯାଇଥାଏ। ତ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା କି ମହାଶିବରାତ୍ରି ଦିନ ଆମେ 5ଟି ଦୀପ ଏମିତି ଲଗାଇବା ବା କେଉଁ ଜାଗାରେ ଲଗାଇବା ଯାହାଦ୍ୱାରା କି ଆମର ଯେକୌଣସି ସମସ୍ୟା ଥିବ, ଫାଇନାନ୍ସିଆଲି ସମସ୍ୟା ହେଉ, ଯାହା ବି ଥିବ ତାହା ଦୂର ହୋଇଯିବ। ଯଦି ଆପଣ ରୋଜଗାରକୁ ବଢ଼ାଇବା ପାଇଁ ଚାହୁଁଛନ୍ତି ବା ଆପଣ ଧନର ସମସ୍ୟା ଭୋଗ କରୁଛନ୍ତି, ଆପଣଙ୍କର ଆର୍ଥିକ ସମସ୍ୟା ଲାଗି ରହୁଛି, ଆପଣ ରୋଜଗାର କଲେ ତାହା ଆପଣଙ୍କୁ ନିଅଣ୍ଟ ପଡ଼ୁଛି, ଆପଣଙ୍କର ଆକସ୍ମିକ ବ୍ୟୟ ଦେଖାଦେଉଛି, ଏହିସବୁ ସମସ୍ୟା ଯଦି ଆପଣ ଭୋଗ କରୁଛନ୍ତି, ଆପଣଙ୍କର ପ୍ରେମ ଜୀବନରେ ସମସ୍ୟା ଦେଖାଦେଉଛି, ତାହେଲେ ମହାଶିବରାତ୍ରି ବ୍ରତ ବା ଜାଗର ବ୍ରତ ଦିନ ଗୋଟେ ଛୋଟିଆ ଉପାୟ ଆପଣମାନଙ୍କୁ କହିବି। ବହୁତ ପୁରୁଣା ଗ୍ରନ୍ଥରୁ ଉଦ୍ଧୃତ କରାଯାଇଛି। ଉପାୟଟି 5ଟି ଦୀପର ପ୍ରତିକାର ଆମେ କରିବା। ବହୁତ ଚମତ୍କାରୀ ଉପାୟ ଅଟେ। ଆପଣ ଭିଡ଼ିଓଟିକୁ ଶେଷ ଯାଏଁ ନିଶ୍ଚୟ ଦେଖନ୍ତୁ। ଏହା ପୂର୍ବରୁ ଆପଣମାନେ ଯଦି ମହାଦେବଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ, ହର ହର ମହାଦେବ ଅବଶ୍ୟ ଲେଖିଦିଅନ୍ତୁ। ବନ୍ଧୁଗଣ, ପ୍ରତ୍ୟେକ ଓଷା ବ୍ରତ ଅନୁଷ୍ଠାନ, ପୂଜାପାଠ ଯେତେ ସବୁ ଆମେ କରୁଅଛେ, ସବୁଥିରେ ଦୀପର ମହତ୍ଵ ରହିଅଛି, ଦୀପ ପ୍ରଜ୍ୱଳନର ବିଧି ରହିଅଛି। ଦୈନିକ ପୂଜାପାଠରେ, ଓଷା ବ୍ରତରେ ଦୀପ ବିନା ତାହା ଅସମ୍ପୂର୍ଣ୍ଣ ଅଟେ। ଯେତେବେଳେ ଆମେ ପ୍ରତ୍ୟହ ଭଗବାନଙ୍କୁ ପୂଜା କରୁଛେ, ପଞ୍ଚପ୍ରଚାରରେ ପୂଜା କରୁଅଛେ, ଦୀପର ମାହାତ୍ମ୍ୟ ରହିଛି। ପଞ୍ଚପ୍ରଚାରରେ ଦୀପ ମଧ୍ୟ ଏକ ଉପଚାର ଅଟେ। ଶାସ୍ତ୍ର କୁହନ୍ତି, ଗନ୍ଧମ ପୁଷ୍ପମ ତଥା ଧୂପମ ଦୀପମ ନୈବେଦ୍ୟମୈବେଚ୍ଚ ଅଖଣ୍ଡ ଫଳମାସଧ୍ୟମ କୈବଲ୍ୟମ ନବତେ ଧ୍ରୁବମ। ତେଣୁ ଯେଉଁ ପଞ୍ଚପ୍ରଚାରର ପୂଜା କରୁଛେ, ଏହି ପୂଜାରେ ଦୀପର ମାହାତ୍ମ୍ୟ ବହୁତ ଅଧିକ ରହିଅଛି। କାହିଁକି ନା ଦୀପ ହେଉଛନ୍ତି ସାକ୍ଷୀ ସଦୃଶ। ଆମେ ଯେଉଁ ପୂଜା କରୁଛେ, ଯେଉଁ ବ୍ରତ କରୁଛେ, ଓଷା କରୁଛେ, ଦୀପ ହେଉଛି ତାର ସାକ୍ଷୀ ସ୍ୱରୂପ। ଦୀପ ହେଉଛନ୍ତି ପ୍ରକାଶର ସ୍ୱରୂପ। ଭଗବାନଙ୍କର ସତ୍ତାକୁ ଅନୁଭବ କରିବା ପାଇଁ ଆମେ ଦୀପ ପ୍ରଜ୍ୱଳନ କରିଥାଉ। ଏଣୁ ପୂଜାରେ ଦୀପର ମହତ୍ଵ ସର୍ବୋଚ୍ଚ ସ୍ଥାନ ନେଇଛନ୍ତି। ବନ୍ଧୁଗଣ, ଆସନ୍ତା 26 ଫେବୃଆରୀ ବୁଧବାର ଦିନ ପଡ଼ୁଅଛି ମହାଶିବରାତ୍ରି ବ୍ରତ ବା ଜାଗର ବ୍ରତ। ବୁଧବାର ଦିନ ଏହା ଏକ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ ସଂଯୋଗ। ଏହି ଦିନ କେତେ ସବୁ ଶୁଭ ସଂଯୋଗ ବନୁଅଛି। ଅମୃତ ସିଦ୍ଧି ଯୋଗ, ଆୟୁଷ୍ମାନ ଯୋଗ, ମହାଲକ୍ଷ୍ମୀ ଯୋଗ, ଏମିତି ପୁରା 62 ପ୍ରକାରର ଶୁଭ ଯୋଗର ନିର୍ମାଣ ହେବାକୁ ଯାଉଅଛି ଏବଂ ସିଦ୍ଧି ନାମକ ଯୋଗ ମଧ୍ୟ ବନୁଅଛି, ଯାହା ଅତ୍ୟନ୍ତ ଶୁଭ ଅଟେ। ଏବଂ ସେଦିନ ରହିଛି ବୁଧବାର ଏବଂ ମହାଶିବରାତ୍ରି ବ୍ରତ ବା ଚତୁର୍ଦ୍ଦଶୀ। ତେଣୁ ଏହି ଯେଉଁ ଯୋଗ, ତାକୁ କହିବା ଆମେ ଶନି ପ୍ରଦୋଷ ଦିନ, ସେଦିନ ରହିଅଛି। ତ ବର୍ତ୍ତମାନ ଆପଣଙ୍କୁ ମୁଁ ଗୋଟିଏ ଏମିତି ଉପାୟ କହିବି, ଯାହାକୁ ଯଦି ଆପଣ ମହାଶିବରାତ୍ରି ବ୍ରତ ଦିନ କରିଦେଉଛନ୍ତି, ତାହେଲେ ଆପଣଙ୍କର ସମସ୍ତ ଫାଇନାନ୍ସିଆଲ ସମସ୍ୟା ଥାଉ, ପ୍ରେମର ସମସ୍ୟା ଥାଉ, ଧନଜନିତ ସମସ୍ୟା ଥାଉ, ତାହା ଦୂର ହୋଇଯିବ। ମନେ ରଖନ୍ତୁ, ଆପଣ ପ୍ରଦୋଷ ସମୟରେ ବା ସନ୍ଧ୍ୟା ସମୟରେ 5ଟି ଦୀପ ପ୍ରସ୍ତୁତ କରିବେ। 5ଟି ଦୀପ ମାଟିରେ ହେଲେ ଚଳିବ, ନାହିଁ ତ କଳା ବିରିକୁ ଚୁରି ତାହାକୁ ଅଟା ଭଳି ପାଉଡର କରିଦେବେ। ସେହି ବିରିକୁ ଅଟା ଚକଟିଲା ଭଳି ଆପଣ ଚକଡ଼ି 5ଟି ଦୀପ ପ୍ରସ୍ତୁତ କରିବେ। ଆପଣ ଯଦି ମାଟିର ଦୀପ ନେବେ, ଠିକ୍ ଅଛି, ତାଠାରୁ ଆହୁରି ଅଧିକ ଭଲ ହେବ ବିରିକୁ ପାଉଡର କରି ସେହି ପାଉଡରକୁ ଅଟା ଭଳି ଚକଡ଼ି ସେଥିରେ ଯଦି ଆପଣ 5ଟି ଦୀପ ପ୍ରସ୍ତୁତ କରୁଛନ୍ତି, ବହୁତ ବଢ଼ିଆ ହେବ। 5ଟି ଦୀପ ଆପଣ ପ୍ରସ୍ତୁତ କରନ୍ତୁ।
प्रत्येक दीपरे आपण शुद्ध घी न दे आपण से राशि तेल देवे एवं 2टी लेखा बलिता आपण दे आपण दीप प्रस्तुत करेंगे। दीप प्रस्तुत सरिला परे सही 5टी दीप को आपण केउठी लगेइबे? आपण आपणकर ठाकुर घर सामनारे बा ठाकुर घरे 5टी जाक दीप आपण स्थापन करेंगे। केमिति स्थापन करेंगे ना गोटे दीपर मुख पूर्व को रहिबा, आउ गोटे दीपर मुख पश्चिम को रहिबा, आउ गोटे दीप उत्तर को रहिबा एवं आउ गोटे दीप दक्षिण को रहिबा। 4 दिग को 4टी मुह करी आपण दीप स्थापन करेंगे एवं मझिरे आउ गोटे दीप आपण स्थापन करेंगे। मन रखंतु आपण जेतेबेले दीप प्रज्वलन करेंगे ता पूर्वरु 5टी जाक दीप को गोटे आसन उपर रखिबे, काहेकि ना दीप तले रखंती नाही। शास्त्र कहे जो व्यक्ति माने भूमि उपरे साक्षात दीप को स्थापन करती सेमाने 7 जन्म पर्यंत अंधत्व को ग्रहण करिथांती। एणु आपण दीप प्रज्वलन करने पूर्वरु 5टी जाक दीप को कौनसी आसन उपर रखिबे। आसन उपर स्थापन कर सारिला परे प्रत्येक दीपरे गोटे फूल थिबा लवंग, गोटे गुजराती एवं अल्प टिके टिके केसर, प्रत्येक दीपरे गोटे लवंग, गोटे गुजराती, अल्प टिके केसर देबे। तापरे आपण दीप प्रज्वलन करिवे। जेतेबेले आपण दीप प्रज्वलन करिवे आपणकर मन भितर थिबा मनस्कामना बा जेकोसी इच्छा आपणकर मनरे थिबा धन जनित समस्या हेउ, आपणकर रोजगार को बढ़ेबा पाई हेउ, आपणकर चाकरी पाई, आपणकर प्रमोशन पाई, आपणकर घरे शांति पाई, आपणकर व्यवसाय रे वृद्धि आनिबा पाई जेते सबु धन रिलेटेड इच्छा आपणकर थिबा आपण महादेवंकु सही इच्छा को जणाइबे। हे देवादिदेव, हे नीलकंठ, हे महेश्वर, एही 5टी जीप आपणकर उद्देश्य रे समर्पित करुअछि। आपण मते तथा मो परिवार को सदैव हुअन्तु, मोर मनस्कामना आपण पूर्ण करन्तु। एहा पर आपण प्रणाम करिवे। जदि आपणकर सामर्थ्य अछि ताहेले आउ 2टी जगारे एही भली 5टी दीप आपण स्थापन करी जळाइबे। आपण शिवालय रे आपण भगवान शिवଙ୍କ मंदिर रे जदि एही भली 5टी दीप स्थापन करी विधिवित भावरे आपण दीप प्रज्वलन करुछंती, अशेष कृपा महादेवंकर आपण को प्राप्ति हेब। ता सहित जदि आपण अस्वस्थ गछमूल रे जदि एही भली 5टी दीप स्थापन करी आपण दीप प्रज्वलन करिवे ताहेले मध्य बहुत पुण्यफल आपण को प्राप्ति हेब। ता सहित आपण जो अभिलाष नहीं दीप प्रज्वलन करुथिबे ताहा पूरण होइजिब। आपण चेष्टा करंतु 3टी स्थान रे 5-5टी दीप जालिबा पाई। गोटे हेउछि आपणकर ठाकुर घर सामनारे, द्वितीय रे हेउछि शिव मंदिर रे, तृतीय रे हेउछि अस्वस्थ गछमूल रे। जदि आपण एही 3टी जगारे 5-5टी दीप आपण महाशिवरात्रि दिन जालुछंती आपणकर जेमितिका धन जनित समस्या थाउ ना काहेकि ताहा दूर होइजिब। आपण निश्चिंत एही उपाय को एही महाशिवरात्रि दिन करिवे। तेबे बंधुगण, आपनको जदि भिडियोटी टिके भी भल लगी थाए ताहेले भिडियोटी को लाइक करी कमेंट बॉक्स रे ओम नमः शिवाय हर हर महादेव अवश्य लिखि दियंतु। धन्यवाद।